ଗ୍ରହଣଶୀଳତା କଥା କହୁନି। ଗଣମାଧ୍ୟମ ଯଦି ଗୋଟିଏ ଥାନ୍ତା, ଅଧିକରୁ ଅଧିକ ଲୋକ ଶିକ୍ଷିତ ହେଉଛନ୍ତି, ସାକ୍ଷର ହେଉଛନ୍ତି। ସ୍ୱାଭାବିକ ଭାବରେ ଯଦି କେବଳ ଖବରକାଗଜଟି ଥାନ୍ତା, ତାହେଲେ ଏହି ଶିକ୍ଷିତ ସାକ୍ଷର ବ୍ୟକ୍ତିମାନେ କେବଳ ଖବରକାଗଜ ହିଁ ପଢ଼ନ୍ତେ, ତାଙ୍କ ପାଖରେ ଟିଭି ନଥାନ୍ତା କି ଅନ୍ୟ କୌଣସି ମାଧ୍ୟମ ନଥାନ୍ତା। କିନ୍ତୁ ଯେତେବେଳେ ଅଧିକରୁ ଅଧିକ ନୂଆ ମାଧ୍ୟମ ତିଆରି ହେଉଛି, ସ୍ୱାଭାବିକ ଭାବରେ ସମସ୍ତେ ତାକୁ ଭାଗବାଣ୍ଟି କରି ନେବେ। ଡିଜିଟାଲ୍ ମିଡ଼ିଆ ବା ସୋଶାଲ୍ ମିଡ଼ିଆଟି ବର୍ତ୍ତମାନ ନୂଆ ହେଇଛି। ମୁଁ ଭାବୁଛି ସୋଶାଲ୍ ମିଡ଼ିଆର ଗୋଟିଏ ବିରାଟ ବଡ଼ ଆଡ଼ଭାଣ୍ଟେଜ୍ ଅଛି। ଯଦି ସୋଶାଲ୍ ମିଡ଼ିଆ ହେଇନଥାନ୍ତା, ତାହେଲେ ଏଇ ଯେଉଁ ଅନ୍ୟ ମିଡ଼ିଆ ଗୁଡ଼ିକର ଅହଙ୍କାର ବଢ଼ିଥାନ୍ତା ଏବଂ କ୍ଷମତାଶୀଳ ବ୍ୟକ୍ତିମାନେ এই ମିଡ଼ିଆକୁ ନିୟନ୍ତ୍ରଣ କରିବା ପାଇଁ ସୁଯୋଗ ପାଆନ୍ତେ। କିନ୍ତୁ ବର୍ତ୍ତମାନ କିଛି ଦେଖୁଥିବେ 2-4 ବର୍ଷ ତଳେ ଗଣମାଧ୍ୟମକୁ ଏଭଳି ଭାବରେ ଲୋକ ସମାଲୋଚନା କରୁଥିଲେ। ଏବେ ସୋଶାଲ୍ ମିଡ଼ିଆଟି ଆସିଯିବା ଫଳରେ ସେ ସମାଲୋଚନା ନ କରି ତାର ମାଧ୍ୟମରେ ତାର ମୁକାବିଲା କରୁଛନ୍ତି। ତେଣୁ ଇଏ ଗୋଟେ ଟେକ୍ନୋଲୋଜିକାଲ ଅପଗ୍ରେଡେସନ୍ର ଇଏ ଗୋଟେ ଲକ୍ଷଣ। ତେଣୁ କିଛି ଦିନ ପାଇଁ ଗଣମାଧ୍ୟମ ଯାଇକି ଆମର ଯେମିତି ଛାପା ଗଣମାଧ୍ୟମ ଯେହେତୁ ଏହା ବ୍ୟୟ ସାପେକ୍ଷ, ନିଶ୍ଚିତ ଭାବରେ ତା ଉପରେ ପ୍ରଭାବ ପଡ଼ୁଛି। ଆଉ ଲୋକମାନଙ୍କର ଜୀବନଶୈଳୀ ବଦଳି ଯାଉଛି। ପକେଟରେ ମୋବାଇଲଟି ଧରି ଯଦି ସବୁ କଥା ଆମକୁ ମିଳିପାରୁଛି, ମୁଁ କାହିଁକି ଖବରକାଗଜ ଧରି ତ ପଢ଼ିବାକୁ ବସିବି? ଇଏ ସେମିତି ଗୋଟେ ନୂଆ ପରିସ୍ଥିତି ଆସିଛି। ଆମକୁ ସୋଶାଲ୍ ମିଡ଼ିଆକୁ ଗ୍ରହଣ କରିବାକୁ ପଡ଼ିବ।